ମୁଁ ଆଜି ପହଞ୍ଚିଛି ନିଧିବନରେ। ଆପଣମାନଙ୍କୁ ନିଧିବନର କିଛି ଦୃଶ୍ୟ ଦେଖିବାକୁ ଯାଉଛି। ଏ ହେଉଛି ନିଧିବନର ବାହାର ବେଡ଼ାର ଦୃଶ୍ୟ। ଏଇଠି ବି ଭଗବାନଙ୍କର ବହୁତ ସାମଗ୍ରୀ କିଣିବାକୁ ମିଳେ। ବହୁତ ଦୋକାନ ବି ଅଛି, ଦେଖିନିଅନ୍ତୁ। ବହୁତ ପ୍ରକାର ଜିନିଷ, ବହୁତ ମୂର୍ତ୍ତି ବି ଏଠାରେ ରହିଅଛି। ବର୍ତ୍ତମାନ ଯିବା ଆମେ ନିଧିବନ ଭିତର ବେଡ଼ା। ଏହି ଦେଖିନିଅନ୍ତୁ ନିଧିବନ ଭଗବାନଙ୍କର ରାସର ଜାଗା। ଆଜି ବି ଲୋକମାନେ କହୁଛନ୍ତି ଭଗବାନ ଶ୍ରୀକୃଷ୍ଣ ରାତ୍ର ହେଲେ ସେହି ବନକୁ ଆସନ୍ତି, ଭଗବାନ ଆସି ସେଠି ରାସ କରନ୍ତି। ଏ ହେଉଛି ନିଧିବନର ମୁଖ୍ୟ ପ୍ରବେଶ ଦ୍ୱାର। ସନ୍ଧ୍ୟାବେଳେ ଆମେ ଯାଇଥିଲୁ, ବହୁତ ଲୋକ ଜନଗହଳି ଥିଲେ। ଆମେ ବି ସେଠାରେ ପହଞ୍ଚିଲୁ। ଏଇଟା ହେଉଛି ମୁଖ୍ୟ ଦ୍ୱାର। ମୁଖ୍ୟ ଦ୍ୱାର ପାର କଲା ପରେ ଆମେ ଯାଇ ପହଞ୍ଚିଲୁ ଚପଲ ଷ୍ଟାଣ୍ଡ। ସେଇଠି ନିଜ ଚପଲ ରଖିବା ପାଇଁ ବି ଜାଗା ଅଛି। ଆମେ ବି ରଖିଲୁ। ବହୁତ ଶ୍ରଦ୍ଧାଳୁ ବି ସେଇଠି ଯାଇ ରଖନ୍ତି। ତାପରେ ଭିତର ଦ୍ୱାରକୁ ପ୍ରବେଶ କରିବା ପାଇଁ ରାସ୍ତାଟେ, ଭିତର ଦ୍ୱାରକୁ ପ୍ରବେଶ କଲୁ। ଦେଖିନିଅନ୍ତୁ, ବନର ସୁରକ୍ଷା ପାଇଁ ସେଠାକାର ଲୋକମାନେ ଚାରିଆଡ଼େ ବାଉଁଶ ବେତରେ ପୁରା କଭର କରିଦେଇଛନ୍ତି। ଦ୍ୱିତୀୟତଃ ସେଇଠାରେ ବହୁତ ମାଙ୍କଡ଼ ଥାଏ। ଯଦି ଆପଣ ଯାଆନ୍ତି, ନିଜର ପର୍ସ, ଚଷମା ଏଗୁଡ଼ାକୁ ବହୁତ ଜାଗ୍ରତାର ସହିତ ରଖିବେ, ନହେଲେ ମାଙ୍କଡ଼ ବି ନେଇଯିବେ। ଦେଖନ୍ତୁ, ରାତ୍ର 7ଟା ହେଲେ ଏହି ବନଟି ବନ୍ଦ ଦିଆଯାଉଛି। ଯେହେତୁ ଆଳତି ପରେ ନିଧିବନଟି ବନ୍ଦ ହୋଇଥାଏ। ଲୋକମାନଙ୍କର କହିବା ଅନୁସାରେ ରାତି 7ଟା ପରେ ସେଠାରେ ଆଉ ଆଳତି ହୋଇଯିବ। ଆଳତି ପରେ ସେ ନିଧିବନକୁ ବନ୍ଦ କରାଯିବ। ତାପରେ ଭଗବାନ ଶ୍ରୀକୃଷ୍ଣ ରାତ୍ର ଆସି ରାଧାଙ୍କ ସହ, ଗୋପୀମାନଙ୍କ ସହ ସେଠାରେ ରାସ କରନ୍ତି। ସେଥିସକାଶେ ନିଧିବନକୁ କୌଣସି ବ୍ୟକ୍ତିଙ୍କୁ ଭିତରେ ପ୍ରବେଶ ପାଇଁ ମନା କରାଯାଇଛି। ଆଉ ଯେଉଁ ଭକ୍ତ ବା ଶ୍ରଦ୍ଧାଳୁମାନେ ଯାଆନ୍ତି ନିଜ ନିଜର ମନସ୍କାମନା ପାଇଁ ଏହି ତୁଳସୀ ଗଛରେ ନିଜର ମନସ୍କାମନା ରଖି ସେଠାରେ ବିଭିନ୍ନ ପ୍ରକାର କପଡ଼ା ସୂତା ବାନ୍ଧିଥାନ୍ତି। ଆପଣମାନେ ଦେଖିନିଅନ୍ତୁ, ବହୁତ ସୁନ୍ଦର ପରିବେଶ। ଯୁଆଡ଼େ ଦେଖିବେ ଖାଲି ରାଧା ରାଧାର ନାମ। ମୁଁ ଏହି ଛୋଟ ଭିଡ଼ିଓ ସାହାଯ୍ୟରେ ଆପଣମାନଙ୍କୁ ଦେଖାଇ ନେଉଛି। ଏଇ ଦେଖିନିଅନ୍ତୁ, ଏହାର ଚତୁଃପାର୍ଶ୍ୱ ପୁରା ଛୋଟ ଛୋଟ ଗଛରେ ପରିପୂର୍ଣ୍ଣ। ଏ ହେଉଛି ମୁଖ୍ୟ ଜାଗା ନିଧିବନର। ଏଇଠାରେ ହିଁ ଆଳତି କରାଯାଇଥାଏ। ଆମେ ବି ପହଞ୍ଚିଥିଲୁ। ବହୁତ ଶ୍ରଦ୍ଧାଳୁ, ବହୁତ ଭକ୍ତ ବି ସେଇଠି ଥିଲେ। ଆମର ବି ମନ ଶ୍ରୀ ରାଧା ମାଆଙ୍କ ଆଡ଼େ ଚାଲି ଯାଇଥିଲା। ପରିଶେଷରେ ସେଠାରେ ଭଜନ କୀର୍ତ୍ତନ ବି କରିଥିଲୁ। ଯଦି ମୋର ଏହି ଭିଡ଼ିଓଟି ଆପଣଙ୍କୁ ଯଦି ଭଲ ଲାଗେ ତେବେ ସବସ୍କ୍ରାଇବ୍ଟି କରନ୍ତୁ, ଲାଇକ୍ଟି କରନ୍ତୁ, ଯଦ୍ୱାରା କି ମୁଁ ଆପଣମାନଙ୍କୁ ଏହିଭଳି ନୂଆ ନୂଆ ଭିଡ଼ିଓ ଦେଖିବାକୁ ଯିବି। ରହିଲି, ଜୟ ଶ୍ରୀ ରାଧେ ରାଧେ।